ମୁଁ କ'ଣ ବା କହିବି କିଛି ଭାଷା ପାଉନି। କାରଣ ଯିଏ ଜଗତର ନାଥ ଜଗନ୍ନାଥ ତାଙ୍କ ବିଷୟରେ କ'ଣ ବା କହିବି। ଯେଉଁ ଅନୁଭୂତି ମୋ ଭିତରେ ଅଛି ସେ ଅନୁଭୂତି କେବଳ ଗୋଟିଏ ନୁହେଁ, ଏଭଳି ଅନେକ ଅନୁଭୂତି ଘଟିଛି ଯେଉଁଥିରେ କି ମୁଁ ନିଜେ ଭାବ ବିଭୋଳ ହେଇଯାଏ। ଯେହେତୁ କି ମୁଁ ଜଣେ ସୋସିଆଲ ଆକ୍ଟିଭିଷ୍ଟ, ସମାଜସେବୀ, ବହୁତ କ୍ଷେତ୍ରରେ ଲୋକଙ୍କ ଭିତରେ ଥିବା ଦୁଃଖ ଦରଦକୁ ଅନୁଭବ କରିପାରେ। ଆଉ ତାଙ୍କୁ ଯେତେବେଳେ ସାହାଯ୍ୟ ସହଯୋଗ ପାଇଁ ମୁଁ ଚେଷ୍ଟା କରେ ସେତେବେଳେ ମୋ ପାଖରେ ଫୁଟି କଉଡ଼ି ବିଟେ ନଥାଏ। ଆଉ ଚେଷ୍ଟା ତ ଥାଏ ଭିତରେ ଯେ କେମିତି ସେ ଲୋକଟିକୁ ସହଯୋଗ କରିବୁ, କିନ୍ତୁ ଭଗବାନଙ୍କୁ ମୁଁ ଡାକେ ଯେ ଜଗା ତୋର ଏଇ ଦୁନିଆରେ କିଏ ବି ତ ନାହାନ୍ତି ନା ନାଥ, ଯେହେତୁ ତୁ ଜଗନ୍ନାଥ, ତୁ କ'ଣ ହେଲେ ଗୋଟେ ସାହାଯ୍ୟ ସହଯୋଗର ହାତ ବଢ଼ା। ପ୍ରକୃତ ସତ କଥା ଯେତେବେଳେ ମୁଁ ଭାବିଥିବି ତାର କିଛି ସମୟ ପରେ ଏମିତି କିଛି ବ୍ୟକ୍ତିବିଶେଷଙ୍କ ସହିତ ଭେଟଘାଟ ହେଇଯାଏ ଆଉ ଯେଉଁମାନଙ୍କୁ ଏ ଷ୍ଟୋରିଟେ କହେ ବୁଝାଏ, ସେ ନିହାତି ଭାବରେ ସହଯୋଗର ଆଉ ସାହାଯ୍ୟର ହାତ ବଢ଼ାନ୍ତି। ଏଇଭଳି ଅନେକ ଥର ଘଟିଛି। ଆଉ ବହୁତ ଗୁଡ଼ିଏ କ୍ଷେତ୍ରରେ ମୁଁ ଦେଖିଛି ମୋ ପରିବାରରେ ମଧ୍ୟ ଯେତେବେଳେ ବିଭିନ୍ନ ପ୍ରକାର ବିପଦ ସମୟ ଆସେ ସେ ସମୟରେ ଅନ୍ତରରୁ ଗୋଟିଏ ବିଶ୍ୱାସ ଜନ୍ମ ନିଏ ଯେ ନିହାତି ଭାବରେ ଏ ବିପଦରୁ ଆମକୁ ସେ ହିଁ ରକ୍ଷା କରିବ। ଆଉ ସତକୁ ସତ କଥା, ସବୁ ବିପଦ ଯାହା ବି ରହିଛି ସବୁ କିଛି ଦୂରେଇ ଯାଏ। ଏଭଳି ଘଟଣାଟିଏ ହେଇଛି ମୋ ପରିବାର ଭିତରେ। ଯେତେବେଳେ ମୋ ନନାଙ୍କ ଦେହ ଭଲ ନଥିଲା, ମେଡ଼ିକାଲରେ ଆଡ଼ମିଟ୍ ଥିଲେ, ସେହି ସମୟରେ ଆମେ ଅନୁଭବ କରିଛୁ, ଆମେ ସବୁ ଭାଇମାନେ ବସିକି ଏଇଠି ଭଗବାନଙ୍କୁ ଡାକୁଛୁ। ନନା ସେତେବେଳକୁ ସେନ୍ସଲେସ୍ ଥିଲେ। ସେହି ସମୟରେ ଆମେ ଏଇଠି ପ୍ରେ କରୁଛୁ, ପ୍ରାର୍ଥନା କରୁଛୁ ଜଗନ୍ନାଥଙ୍କୁ। ସେଇଠି ଯିଏ ଲୋକ ମାନେ ଦୀର୍ଘ ଅନେକ ଦିନ ଧରିକି ସେନ୍ସଲେସ୍ ହେଇକି ଥିଲେ ତାଙ୍କର ଆଖି ଖୋଲୁଛି। ଆଉ କେମିତି କହିବି ନାହିଁ ଯେ ମୁଁ ତାଙ୍କର କରୁଣା ନାହିଁ ଆମ ଉପରେ। କେବଳ ସେ କଥା ନୁହଁ, ଅନେକ କଥା। ଆମର ଗୋଟିଏ ଆଶ୍ରମ ଅଛି, ଯେଉଁ ଆଶ୍ରମରେ ଅନେକ ପିଲା ରହୁଛନ୍ତି। ତାଙ୍କର ରହିବା, ଖାଇବା, ପିନ୍ଧିବା, ପଢ଼ିବା ଯେତେ ସବୁ ଚାଲିଛି, ମୁଁ ତ କହି ତ କେବଳ ତାଙ୍କର ହିଁ ଆଶୀର୍ବାଦ। ତାଙ୍କର ବିନା ଆଶୀର୍ବାଦରେ କିଛି ହୁଏନି। ପ୍ରକୃତ ସତ କଥା ମୁଁ ତାକୁ ଅନୁଭବ କରିପାରିଛି। ବେଳେବେଳେ ଏମିତି ସମୟ ଆସେ, ସକାଳେ ପାଇଲେ ପିଲାମାନେ କିଏ କେଉଁଠି କମ୍ପିଟିସନ୍କୁ ଯିବେ, ଯେଉଁ କମ୍ପିଟିସନ୍ସ ପାଇଁ ଆସୁଥିବା ଯାଉଥିବା ବିଭିନ୍ନ ପ୍ରକାର ଖର୍ଚ୍ଚକୁ ବହନ କରିବା ପାଇଁ ପଡ଼େ। ଆଉ ସେ ଖର୍ଚ୍ଚ ଆମ ପାଖରେ ନଥାଏ। କିନ୍ତୁ ଏମିତି ଏକ କରିଶ୍ମା ହେବ ଯେଉଁ କରିଶ୍ମାରେ ଅଟୋମେଟିକାଲି କିଏ ନା କିଏ ସେ ଭଗବାନ ସ୍ୱରୂପ ମଣିଷ ଆସିକି ଆମ ପାଖରେ ପହଞ୍ଚିବେ ଆଉ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଆଉ ସେଇ ପିଲାମାନେ ରାଜ୍ୟସ୍ତରୀୟ ଠାରୁ ଆରମ୍ଭ କରିକି ଜାତୀୟ ସ୍ତରରେ ଯାଇ କମ୍ପିଟିସନ୍ ପାର୍ଟିସିପେଟ୍ସ କରିଛନ୍ତି। ଇଏ ତ ଗଲା, ଇଏ ଗୋଟିଏ କଥା। ଆଉ ଗୋଟିଏ କଥା, ବେଳେବେଳେ ଆମ ପାଖରେ ଚାଉଳ ସରିଯାଇଥାଏ, ଡାଲି ତେଲ ଲୁଣ ସରିଯାଇଥାଏ। ମାନେ ରାତି ପାଇଲେ ସକାଳ ହେବ, ପିଲାମାନେ ଖାଇବେ, ସ୍କୁଲକୁ ଯିବେ। ସେ ସମୟରେ ମାନେ ମନଟା ଖାଲି ଆକୁଳ ବିକଳ ହେଉଥିବ, କେମିତି ଏତେ ପିଲାଙ୍କର କଥା ବୁଝା ହେବ। ସତକୁ ସତ ବିଶ୍ୱାସ କରିବେନି, ଆଖିରୁ ଲୁହ ପଳେଇ ଆସେ। ସେ ସମୟରେ କିଏ ନା କିଏ ପାଖକୁ ପଳେଇ ଆସନ୍ତି, ସହଯୋଗର ହାତ ବଢ଼ାନ୍ତି। ତ ନିହାତି ଭାବରେ ଆମେ କେମିତି ବିଶ୍ୱାସ କରିବାନି ଯେ ନାହାନ୍ତି ବୋଲି। ନିହାତି ଅଛନ୍ତି। ଅନୁଭୂତି ଅନେକ ଅଛି, ସେ ଅନୁଭୂତିରୁ ଇଏ ଏକ ଅନୁଭୂତି।